ଜୟପାଟଣା ବ୍ଲକରେ ଦକ୍ଷ ଅନୁଭବୀ ଅଧ୍ୟକ୍ଷ ଥାଇ କଳାହାଣ୍ଡି ଉତ୍ସବ କୁମ୍ଭରା 2024ରେ ବ୍ୟାପକ ଅବ୍ୟବସ୍ଥା। ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତିରେ। ସୂଚନା ଥାଉକି କଳାହାଣ୍ଡିର ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ, ଲୋକବାଦ୍ୟ, ସଙ୍ଗୀତର ସମାବେଶରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୂଆ ହୋଇଥିବାରୁ କାର୍ଯ୍ୟକ୍ରମଟି ଏହି ବର୍ଷ କମିଟି ଦ୍ୱାରା ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି। ଜୟପାଟଣା ପଞ୍ଚାୟତ ସମିତିରେ ଦକ୍ଷ ସମ୍ପନ୍ନ ଅଧ୍ୟକ୍ଷ ଥାଇ ଗ୍ରାମ ପଞ୍ଚାୟତମାନଙ୍କରେ ପର୍ଯ୍ୟବେକ୍ଷକମାନଙ୍କୁ ବନ୍ଦ କରାଯାଇଛି ଏବଂ ଉତ୍ସାହିତ ପଞ୍ଚାୟତ ସ୍ତରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ବ୍ଲକ ସ୍ତରରେ ପହଞ୍ଚି ପାରିନଥିବା ଜଣାପଡ଼ିଛି। ବ୍ଲକ ସ୍ତରୀୟ ବିଗତ କଳାହାଣ୍ଡି ଉତ୍ସବରେ ଅଞ୍ଚଳର ସମସ୍ତ ଅନୁଭବୀ ଦକ୍ଷତା ସମ୍ପନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇ ଉତ୍ସବ ପାଳନ କଲେ କାର୍ଯ୍ୟକ୍ରମଟି ସଫଳ ହେବା ସମ୍ଭାବନା ଥାଏ। କିନ୍ତୁ କାର୍ଯ୍ୟକ୍ରମରେ ଅଧିକାଂଶ ବ୍ୟକ୍ତିବିଶେଷ ଉପସ୍ଥିତ ନଥିବା ଯୋଗୁଁ ଏହିପରି ଅବ୍ୟବସ୍ଥା ହୋଇଥିବା ଚର୍ଚ୍ଚା ହେଉଛି। କହିବାକୁ ଗଲେ ବିଗତ 5 ବର୍ଷରେ ଜଣେ ଗ୍ରାମାଞ୍ଚଳର ସାଧାରଣ ମହିଳା ଅଧ୍ୟକ୍ଷା ଶ୍ରୀମତୀ ନୈକେଶୀ ରାଉତ ଥାଇ କାର୍ଯ୍ୟକ୍ରମ ଯେପରି ସୁନ୍ଦର ହେଉଥିଲା, କିନ୍ତୁ ବର୍ତ୍ତମାନ ଜଣେ ଦକ୍ଷ ଅନୁଭବୀ ବୋଲାଉଥିବା ପୁରୁଷ ଅଧ୍ୟକ୍ଷ ପଞ୍ଚାୟତ ସମିତିରେ ଥାଇ ବହୁ ଆଡମ୍ବରରେ ଲଘୁକ୍ରିୟ ପରି କାର୍ଯ୍ୟକ୍ରମ ସୀମିତ ରହିଛି ଓ ନାମକୁ ମଧ୍ୟ କାର୍ଯ୍ୟକ୍ରମ ହେଲା ଭଳି ଲାଗୁଛି। ତେଣୁ କଳାହାଣ୍ଡି ଉତ୍ସବ ପାଳନ କରିବା ଉଦ୍ଦେଶ୍ୟରେ କେତେଦୂର ସଫଳ ହେବ ଏଥିରୁ ହିଁ ଅନୁମାନ କରାଯାଉଛି। ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଥବିର ବାଗ, ସମ୍ପାଦକ ଶ୍ରୀଯୁକ୍ତ ଧର୍ମରାଜ ମାଝୀ ଉପସ୍ଥିତ ଥିବା ସହିତ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ସମିତି ସଭ୍ୟ ଓ ପ୍ରଧାନ ଶିକ୍ଷକ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଉପସ୍ଥିତ ରହିଥିଲେ। କେମିତି ପାଳିତ ହେଉଛି ଆପଣମାନେ ଆଦିବାସୀ ନିଶ୍ଚିତ ଭାବରେ ଜାଣିପାରୁଥିବେ ତାହା କେମିତି ହେଉଛି। ମୁଁ ଯାହା ଅନୁଭବ କରିଛି ବ୍ୟତିକ୍ରମ ନେଇ କିଛି ଉନ୍ନତ ଭାବରେ କରାଯାଉଅଛି। ଆପଣ ମଶାଲ ଯାତ୍ରା ସକାଳେ ଦେଖିଥିବେ, ବହୁତ ସୁନ୍ଦର ଭାବରେ ଲୋକମାନେ ଶୁଭେଚ୍ଛା ଭାବରେ ସାମିଲ ହେଇଛନ୍ତି। ଯେହେତୁ କଳାହାଣ୍ଡି ମହୋତ୍ସବ ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା, ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ। ଆଜି ସେହି ପରିପ୍ରେକ୍ଷୀରେ ଆମର ସ୍ଥାନୀୟ କବିମାନଙ୍କୁ ନେଇକି ମଧ୍ୟ ଗୋଟେ କବିତା ପାଠ ଉତ୍ସବ ବର୍ତ୍ତମାନ ଆପଣଙ୍କର ସମ୍ମିଳନୀ କକ୍ଷରେ, ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଛି। ଆଉ ସୁନ୍ଦର ଭାବରେ ଜୟପାଟଣା ବ୍ଲକ କଳାହାଣ୍ଡି ଉତ୍ସବକୁ ଆଜି ପାଳନ କରାଯାଉଛି। ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି ଯେ ଲୋକବାଦ୍ୟ ଲୋକନୃତ୍ୟ କମିଟି ଡିସାଇଡ୍ କରିଛନ୍ତି ଆମର 13 ଗୋଟି ସ୍ଥାନୀୟ ହିଁ ଆମର ଜୟପାଟଣା ବ୍ଲକର ଯେଉଁମାନେ ଅଗ୍ରଣୀ ଅନୁଷ୍ଠାନ ଅଛି ସେମାନଙ୍କୁ ଆମନ୍ତ୍ରିତ କରାଯାଇଛି ଏବଂ ବାହାରୁ ଦୁଇଟି ଗ୍ରୁପ୍ ଢେମ୍ସା ଏବଂ ଭବାନୀପାଟଣାର ଗୋଟେ ଗ୍ରୁପ୍ ଅନ୍ୟ ଡିଷ୍ଟ୍ରିକ୍ଟ ହେଇଛି ନା ନାଇଁ ଆମ ସ୍ଥାନୀୟ, ଯେହେତୁ ଆମେ ସ୍ଥାନୀୟ ଭାବରେ ପାଳନ କରୁଅଛୁ, ତ ଆମ ଜୟପାଟଣାର ଯେଉଁ ପ୍ରତିଭା ଅଛି ସେଇମାନଙ୍କୁ ଆମେ ଜୟପାଟଣା ବ୍ଲକବାସୀମାନଙ୍କୁ ଆମେ ଆଜି ପ୍ରଦର୍ଶିତ କରିବା ପାଇଁ ପ୍ରୟାସ କରାଯାଇଛି। କମିଟି ଡିସାଇଡ୍ କରିଛି, ଏହା ପାଇଁ ଆମର ସ୍ୱତନ୍ତ୍ର କମିଟି ରହିଅଛି, ତ କମିଟିର ଡିସାଇଡ୍ କଲେ ଏଇ ଜିନିଷ କରାଯାଉଛି। ଗତ ବର୍ଷ 2 ଦିନ ପାଇଁ କଳାହାଣ୍ଡି ମୁଁ ସେ ଆପଣମାନଙ୍କୁ କହିଲି ଯେ କମିଟି ଏ ବର୍ଷ ଡିସାଇଡ୍ କରିଛି ଯେ ଆଜି ଗୋଟିଏ ଦିନ କରାଯିବ, ତ ସେ ହିସାବରେ କରାଯିବ। ଆପଣ ମନ ଦୁଃଖ କରବା କାରଣ କାଣା? ବିଗତ ଦିନ ମାନଙ୍କରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଯୋଗିତା ହେଉଥିଲା, ଆଦିବାସୀ ମାନଙ୍କର ପ୍ରତିଯୋଗିତା ହେଉଥିଲା, ଆଦିବାସୀ ଭାଇ ମାନକେ ଡକା ଯାଉଥିଲା, ବାକି ସମସ୍ତେ ବି ଆସିକରି ଆପଣଙ୍କର ଇ ଯେନ୍ ଅଛେ କଳାହାଣ୍ଡି ଉତ୍ସବରେ ସମସ୍ତେ ଭାଗିଦାର ରହୁଥିଲେ ସାର୍। କିନ୍ତୁ ଆଜି ଡେଟ୍ରେ ଦେଖିବେ କେହି ବି ନା 2-4ଟା ଷ୍ଟଲ୍ ଅଛି, ଆଉ 2-4ଟା ଷ୍ଟଲ୍ ଭିତରେ କିଛି ଲୋକ ସୀମିତ ଅଛନ୍, ଆର୍ ସେମାନେ ହିଁ ଆମର ଉତ୍ସବ ବୋଲିକିନି ଚିନ୍ତା କରୁଛନ୍, ଯେନେକି ଆମର ମନ ଦୁଃଖ ରହୁଛେ। ଆଉ ଆଜି ଆମେ ଯାଇ ବି ଥିନୁ, କିନ୍ତୁ କୌଣସି କେତେବେଳେ ବି ପ୍ରଶାସନ ଛଡ଼ା ଅନ୍ୟ କାହାକେ ମଞ୍ଚକେ ଯିବା ଲାଗି ନେତି। ଆଉ ମଞ୍ଚକେ ଯେନ୍ମାନେ ବି ଗଲେ କିଛି ଲୋକେ ବାଛି କୁଚି କରି ନେଲେ, ଆଉ ବାକି ଲୋକର କିଛି ଚିନ୍ତା ବୁତା ନାଇଁ କରି। ହେଥିର୍ଲାଗି ମୋର୍ ଜନସାଧାରଣ କହିବା କଥା ହେଲା, ଆମର ଯେନ୍ ଆଦିବାସୀ ଭାଇ ଭଉଣୀ ଅଛୁଁ, ଆମର କହିବା କଥା ହେଲା ଯେ ଆମେ ବି ଅଛୁଁ, ଆମକେ ନେଇକରି ପରମ୍ପରା, ଆମକେ ନେଇକରି ଐତିହ୍ୟ, ଆର୍ ସରକାର ଯଦି ଗୋଟେ ଉତ୍ସବ କରିଦେବା ଆର୍ ସେଟା ଯଦି କଳାହାଣ୍ଡି ଉତ୍ସବ କହିବା ବେଲେ କଳାହାଣ୍ଡିର ଗୌରବ, କଳାହାଣ୍ଡିର ଗାରିମା ଆର୍ ଆଦିବାସୀ ମାନଙ୍କର ଯେ ଚଳଣି ଅଛେ, ଯେନ୍ ମାନଙ୍କର ସ୍ଥିତି ଅଛେ, ଯେନ୍ ମାନେ ଆସିକରି ନାଟ ଘୁମରା କରୁଛନ୍, ସେମାନକେ ଆଜି ମନ ଦୁଃଖ ଲାଗୁଛି। ଆଜ୍ଞା ସମ୍ପୂର୍ଣ୍ଣ ଭାବରେ ଅବ୍ୟବସ୍ଥା। ଆପଣ ଟେଣ୍ଟକେ ଦେଖିବେ, ମାଇକ୍କେ ଦେଖିବେ, ଇଟା ବାଜଲା ସେଟା ନାଇଁ ବାଜିବାର। ଆଉ ଯେତେବେଳେ ଯେତ୍କି ଲୋକ ଆଇସନ୍, କାହାକେ ଖାଇବାକେ ନାଇଁ ହେବାର, କାହାକେ ପିଇବାକେ ନାଇଁ ହେବାର, କାହାକେ ବସବା ଲାଗି ଜାଗା ନାଇଁ ହେବାର। ଇଥିନେ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ। ଆଉ ସୁଚାରୁ ରୂପରେ ସେ ତୁଳେଇ ନାଇଁ ପାରବା। କମ୍ ସେ କମ୍ ଆସିଲା ଲୋକେ ଭଲ କରି ପିଇବାକେ ପାଣି ଫୁଟେଇ ଦେବା କଥା, କି ଖାଇବାକେ ଭାତ ମୁଠେ ଦେବା କଥା। ଆଉ ଯେନ୍ କଳାକାର ବନ୍ଧୁମାନେ ବି ଆଇଛନ୍, ସେମାନେ ପାଣି ଲାଗି କେତେ ତଡ଼ପୁଥିଲେ, ଲାଷ୍ଟରେ ମୁଇଁ ନିଜେ ବି ସେମାନଙ୍କୁ ପଚରେଇଛେଁ
ଯେନ୍ ଆମର ବଜାବାଲା ଭାଇମାନେ ଆଇଥିଲେ ପାଣି ଲାଗି ଯେନ୍ ହରମ ହରତ ହଉଥିଲେ ତାଙ୍କେ ମୁଁ ନିଜେ ଅଙ୍ଗେ ନିଭେଇଛେ ସାର୍ ଆଉ ଲାଷ୍ଟରେ ରେଲି ସରିଲା ପରେ ସମସ୍ତଙ୍କୁ ଯେନ୍ ଭଳି ବ୍ୟବହାର କରାଗଲା ଯାର ବାଟେ ସେ ପଲାଲେ ମୁଇଁ ବି ଘରକେ ବସିକି ପଳେଇ ଆଇସି। କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଦୀପନାକଙ୍କ ରିପୋର୍ଟ, ଗୁଗଲି ନ୍ୟୁଜ୍।